ଆରେ ରାମଙ୍କ ନାଁରେ ଆମେ ସମସ୍ତେ ପଇସା ଦେଇଥିଲୁ। ମୁଁ 5,000 ଦେଇ ରସିଦ ରଖିଛି। 30 ବର୍ଷ ତଳେ ଇଟା ଦିଆ ହେଇଥିଲା। ସେ ପଇସାକୁ ଖୋଳ କରିଦେଇଛନ୍ତି କେତେକ ବ୍ୟବସାୟୀ ଟ୍ରଷ୍ଟି ବୋର୍ଡ, ଜେଲ ଗଲେଣି। ଆଉ ଅନୁସନ୍ଧାନ କରାଯାଉ ଆହୁରି କେତେ ପଇସା କିଏ ଖାଇଛନ୍ତି। ଏବଂ ଆଜି ବାହାରିଲାଣି ବଦ୍ରୀନାଥରେ ଖାଇଛନ୍ତି, କେଦାରନାଥରେ ଖାଇଛନ୍ତି। ଆଜି ମୁଁ ନ୍ୟୁଜରେ ଦେଖିଲି। ଠାକୁରଙ୍କ ପଇସା ଆଡ଼କ ସେବାୟତ ଗୁଡ଼ାକ ଏମିତି ଯଦି ଖାଇଯିବେ ତାହେଲେ ଲୋକଙ୍କର ବିଶ୍ୱାସ ଚୁଡ଼ିଯିବ ଭଗବାନଙ୍କ ପ୍ରତି। ତେଣୁ କେଦାରନାଥ, ବଦ୍ରୀନାଥ ଏବଂ ଏଠି ସିବିଆଇ ଇନକ୍ୱାରି କରି ରେଡ୍ କରି ଯେଉଁ ଅର୍ଥ ଏମାନେ ଆତ୍ମସାତ କରିଛନ୍ତି ରାମଙ୍କ ନାଁରେ, କେଦାରନାଥଙ୍କ ନାଁରେ, ବଦ୍ରୀନାଥ ନାଁରେ ଭରଣ କରାଯାଉ ଏବଂ ଲୋକଙ୍କୁ ଭକ୍ତି ପୂଜା କରିବା ପାଇଁ ସୁଯୋଗ ଦିଆଯାଉ।